जिंदगी के सफर में गुजर जाते हैं जो मकान, वो फिर नहीं आते, वो फिर नहीं आते। କାମର କାନନ ଭିତରେ ଯୋଉ ପୁଷ୍ପ ପ୍ରଦର୍ଶନୀ ହେଇଛି ତାରି ଭିତରେ ତାର ସୌନ୍ଦର୍ଯ୍ୟ ଭିତରେ ଆମେ ହଜୁ ହଜୁ ତାର ଲାଇଭ୍ ଆଣ୍ଡ ଲେଟ୍ ଲାଇଭ୍ ବଞ୍ଚିବା ଆଉ ବଞ୍ଚିବାକୁ ଦବା ଭଳି ଗୋଟେ ବାର୍ତ୍ତା ଭିତରେ ହଜୁ ହଜୁ ସେ ଯୋଉ କିଟ୍ ର ଯୋଉ ଫୁଲ ସଜେଇ ହେଇଛି ତାରି ଭିତରେ ତାର ସୌନ୍ଦର୍ଯ୍ୟ ଉପଭୋଗ କରୁ କରୁ ଆମେ ପାଇଛୁ ଜଣେ ଏମିତି ଜଣେ କଣ୍ଠଶିଳ୍ପୀଙ୍କୁ ତାଙ୍କର କେତେଟା ଗୀତ ନବା ତାଙ୍କର ପରିଚୟରୁ ଯିବା। ଟିକେ ଆପଣଙ୍କର ପରିଚୟ। ମୁଁ କେଦାର ପରିଜା, କଟକରୁ ଆସିଛି। ଯାହା ଆପଣଙ୍କର ଆମେ ଗୀତ ଶୁଣୁଥିଲୁ ଗୁନଗୁନଉଥିଲେ ଆପଣ, ପ୍ରଥମେ ଆମେ କହିବା ଆପଣଙ୍କର ଗୋଟେ ଗୀତରୁ ତାପରେ ଆମେ ଆରମ୍ଭ କରିବା ପ୍ରତ୍ୟେକ କଥା ଆପଣଙ୍କ ଲାଇଫ୍ ଷ୍ଟୋରି ଯିବା ଗୋଟେ ଗୀତରୁ ଯିବା। जिंदगी के सफर में गुजर जाते हैं जो मकान, वो फिर नहीं आते, वो फिर नहीं आते। जिंदगी के सफर में गुजर जाते हैं जो मकान, वो फिर नहीं आते, वो फिर नहीं आते। रियली जिंदगी की मकाम जब गुजर जाते हैं फिर कभी नहीं आते। तो ଆମେ ତାଙ୍କର ପ୍ରତ୍ୟେକ କଥା ନବା, ଲାଇଫ୍ ଷ୍ଟୋରି ଟିକେ ଟିକେ ନବା, ତା ଭିତରେ ଗୋଟିଏ ଗୋଟେ ଗୀତ ନବା। ଆପଣ କେମିତି କଣ ଏଇ ଗୀତକୁ ଏଣ୍ଟ୍ରି କଲେ, ଆପଣଙ୍କର କଣ ପ୍ରଫେସନ, ସବୁ କଥା ଟିକେ ନବା। मोर प्रोफेशन मु फार्मास्यूटिकल डिस्ट्रीब्यूटर बाय प्रोफेशन। मु कॉलेज पीरियड रे मोर थिली रेवेन्सा रे ड्रामाटिक सेक्रेटरी थिली, केतले गीत गाउथिली आ सेही जिंसटा अछि। ପ୍ରଥମ ଗୀତ ଲାଇଫ୍ ର ଡ୍ରାମାଟିକ ସେକ୍ରେଟାରୀ କୁହନ୍ତୁ କି ଲାଇଫ୍ ରେ ପ୍ରଥମ ଗୀତ ଗୋଟେ ଗାଇଥିବେ, ସେ ଗୀତକୁ ପ୍ରଥମେ ନବା ଯୋଉଟା କି ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ପ୍ରଥମ ଗୀତ କୋଉଟା ଥିଲା। पल पल दिल के पास तुम रहती हो, जीवन मीठी प्यास ये कहती हो, पल पल दिल के पास तुम रहती हो। ପ୍ରଥମେ ଯେତେବେଳେ କଲେଜରେ ଗୀତ ଗାଇଲେ ସେତେବେଳେ ଲୋକଙ୍କ ଭିତରେ ସେ ଯୋଉ ଗୋଟେ ପିଲାଙ୍କର ଆପଣଙ୍କର ସାଙ୍ଗସାଥି ଭିତରେ ଗୋଟେ ହଇଚଇ ହେଇଥିବ ଯେ ଇଏ କେଦାର ଆମର ଗୀତ ଗାଉଛି। ତ ସେଇ ଗୀତ ପରେ ଆପଣ କୋଉ କୋଉ ଜାଗାରେ ଗୀତ ଗାଇଲେ, କେମିତି ଆଦୃତ ହେଇଥିଲେ, ସେଇ ଗୀତରୁ ଆଉ ଗୋଟେ तापर आमर से समय गोटे ऑर्गेनाइजेशन आम गोटे ये करूँ द ड्रीमर्स बोली, जोटर कि चेयरमैन थिले मिस्टर प्रियव्रत पट्टनायक आईएएस। आ बहुत आम कल्चरल फेस्टिवल भी करूँ, ऑर्गेनाइज करूँ। कालक्रमे ये पर्यंत चली मु बिजनेस को आसीगली। हाँ, ଯଦି ବି ଆସିଗଲେ ଷ୍ଟେଜ ଶୋ ତ କରିଥିବେ, ଗୋଟେ ଷ୍ଟେଜ ପ୍ରଥମ ଷ୍ଟେଜ ଶୋ ର ଗୋଟେ ଗୀତ। मु एक प्रजापति काकर भरा राति रे, भरी जाए छाती मोर, केही नाही मो साथी रे। मु एक प्रजापति। ସିଏ ଗୋଟେ ପ୍ରଜାପତି, କାକର ଭରା ରାତିରେ ମନ ଭରିଯାଏ ଛାତିରେ। ତ ଯୋଉଟା କି କହିପାରିବା ଆଜି ସେଇ କେଦାର, ଯୋଉ କେଦାର ପରିଜା ଆଜି ଆମ ସାମ୍ନାରେ ଯେତେବେଳେ ଆସିକି ରହିଛନ୍ତି, ତାଙ୍କର ପ୍ରତ୍ୟେକ ଗୀତ କେତେ ଦର୍ଶକଙ୍କୁ ସେତେବେଳେ ଯୋଉ ଗୀତ ଆପଣଙ୍କର ମାନେ ସେଇ ଗୀତ ଆପଣଙ୍କୁ ପରିଚୟ ଦେଇଥିଲା, ସେଇ ଗୀତ ଗୋଟେ ଯିବା। मुसाफिर हूँ यारो, ना घर है ना ठिकाना, मुझे चलते जाना है, बस
चलते जाना। मुसाफिर चलते जाओ और पीछे नहीं देखने का। ये तो गोटे कथा थिला। तेबे सी आजी जाए पछुकु फेरी देखी नाहंती। तांकर प्रत्येक गीत दर्शकों मनमुग्ध करिथिबो जेतेबेले भी दर्शकों को सामना रे गाइथिबे। तेबे आपनको सामना को तांकर गोटे गीत नबा पूर्वरु आमे तांकर परिवार कथा नबा। परिवार रे केते किए अछंती सेमाने कोन करंती कोन आपनकर टिके परिचय आउ टिके नबा सेमाने। परिवार रे मोर मो मिसेस अछंती आउ पुओ गोटिए आउ ସିଏ ଏବେ ଡକ୍ଟର ବାଇ ପ୍ରଫେସନ ଚାଲିଛି ଏମିତି। ତେବେ ଆଉ ଗୋଟେ କଥା ଯେତେବେଳେ ଆପଣ ବିବାହ କଲେ ପ୍ରେମ ବିବାହ ନା ଆପଣଙ୍କର ବୈଦିକ ରୀତିରେ ବିବାହ? ନାଇଁ ପ୍ରେମ ବିବାହ ବୈଦିକ ରୀତିରେ ହେଇଛି। ପ୍ରେମ ଆରମ୍ଭ ହେଲା ବୈଦିକ ରୀତିରେ ହେଲା। ପ୍ରଥମ ପ୍ରେମର ଯୋଉ ଗୀତ ଗାଇଥିଲେ ସେ ଗୀତକୁ ଟିକେ ଦର୍ଶକଙ୍କୁ ଶୁଣାନ୍ତୁ। ଆପଣଙ୍କର ପ୍ରଥମ ଗୀତ। हे मनिभा हे मनिभा एकाकी जीवने मोहर भरिच ऋतुर संभार हे शीत बसंत हे श्रावणर धारा हे मनिभा हे मनिभा। ମନିଭା ମୋ ୱାଇଫ ର ନାଁ। ମନିଭା ମନିଭା ପାଇଁ ମାନେ ନିଜର ସ୍ତ୍ରୀ ପାଇଁ ନିଜର ପ୍ରେମିକା ଯେତେବେଳେ ଥିଲେ ସେତେବେଳେ ଏଇ ଗୀତ ଗାଇଥିଲେ ତାଙ୍କୁ ଆକୃଷ୍ଟ କରିଥିଲେ ନିଜେ ବି ଲେଖିଥିଲେ। କି ସୁନ୍ଦର କଥା। ଏମିତି ଜଣେ କଳାକାରଙ୍କୁ ଆମେ ଆଜି ଏଇ ପୁଷ୍ପ ପ୍ରଦର୍ଶନୀ ଯୋଉ ହେଇଥିଲା ତାରି ଭିତରେ ଆମେ ପାଇଥିଲୁ। ତେବେ ଆପଣ ମାନଙ୍କୁ ତାଙ୍କର ଶେଷ ଗୀତରୁ ଆମେ ଗୋଟେ ଯିବା ତାଙ୍କ ଗୀତ କେମିତି ଲାଗୁଛି କହିବେ ଆଉ ଗୋଟେ ଶେଷ ଗୀତ ଯିବା। ଗୋଟେ ବଢିଆ ଗୀତଟେ ସମସ୍ତଙ୍କୁ ଆକୃଷ୍ଟ କଲା ଭଳି ଗୋଟେ ଗୀତ ଗାଇବେ। फूल खिलते हैं लोग मिलते हैं, फूल खिलते हैं लोग मिलते हैं, मगर पतझड़ में जो फूल मुरझा जाते हैं वो बहारों के आने से खिलते नहीं। कुछ लोग एक रोज जो बिछड़ जाते हैं वो हजारों के आने से मिलते नहीं। ଏ ଫୁଲ ଭିତରେ ଗୋଟିଏ କଥା ସେ ବାର୍ତ୍ତା ଦେଲେ ଆପଣ ମାନେ ସମସ୍ତେ ଯୋଉମାନେ ବି ଏ ଗୀତ ଶୁଣୁଛନ୍ତି ତାଙ୍କ ଗୀତ ଆଉ ଏ ଫୁଲ ଭିତରେ ଆମେ ଏ ଫୁଲର ପ୍ରଦର୍ଶନୀ ଭିତରେ ଯୋଉ ପ୍ରଦର୍ଶିତ ଫୁଲ ଭିତରେ ଆମେ ତାଙ୍କର ଗୀତକୁ ସାଉଁଟିଥିଲୁ। ଏ ଗୀତ ଆପଣ ମାନଙ୍କୁ କେତେ ଆକୃଷ୍ଟ କରୁଛି ଆପଣ ମାନଙ୍କ ମନକୁ କେତେ ଛୁଉଁଛି ସେ କଥା ଆପଣ କମେଣ୍ଟ ମାଧ୍ୟମରେ ଜଣାଇବେ। ବାକି ରହିଲା କେଦାର ପରିଜା ନେକ୍ସଟ ଏପିସୋଡରେ ଆଉ ଥରେ ତାଙ୍କ ସହିତ ଆମେ ତାଙ୍କର ଆଉ କିଛି ଗୀତ ନେଇକି ଆପଣଙ୍କ ସାମ୍ନାକୁ ଆସିବୁ। ଭୁବନେଶ୍ୱରରୁ ରାଜାଙ୍କ ରିପୋର୍ଟ କେ ନ୍ୟୁଜ ଓଡ଼ିଶା।